ଯେତେ ସବୁ କର୍କଟ ରାଶିର ବ୍ୟକ୍ତି ଅଛନ୍ତି ସେମାନେ ଏହି ସମୟରେ ଦେଖି ଚାହିଁ ନିଜ ପରିବାର ଲୋକଙ୍କୁ ଗୋଟେ ଲିମିଟ୍ ଯାଏ ହିଁ ସାହାଯ୍ୟ କରନ୍ତୁ। ନହେଲେ ନବଗ୍ରହ ମଣ୍ଡଳରେ ବୃହସ୍ପତି ହେଉଛନ୍ତି ସବୁଠାରୁ ବଡ଼ ଏବଂ ଭାରୀ ଗ୍ରହ। ତାଙ୍କର ପ୍ରଭାବ ପ୍ରତ୍ୟେକ ମଣିଷ ଉପରେ ଅଧିକ ପଡ଼ିଥାଏ। 14 ମେ 2025ରେ ବୃହସ୍ପତି ତାଙ୍କ ରାଶି ପରିବର୍ତ୍ତନ କରି କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଦ୍ୱାଦଶ ଭାବରେ ଗୋଚର କରିବେ। ତାଙ୍କର ଏହି ଗୋଚର ଯୋଗୁଁ କର୍କଟ ରାଶିର ବ୍ୟକ୍ତିମାନଙ୍କୁ 14 ମେ 2025 ପରଠୁ କ'ଣ ସବୁ ଫଳ ମିଳିବାକୁ ଯାଉଛି ସେ ବିଷୟରେ ଆଜି ଆମେ ଡିଟେଲ୍ସରେ ଆଲୋଚନା କରିବା। ନମସ୍କାର, ମୁଁ ସୁଆଶିଷ ପୁଣିଥରେ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ବୃହସ୍ପତି 14 ମେ 2025ରେ ତାଙ୍କ ରାଶି ପରିବର୍ତ୍ତନ କରିବେ ଏବଂ 18 ଅକ୍ଟୋବର ଯାଏଁ ରହିବେ। ତାପରେ ପୁଣି 11 ନଭେମ୍ବରରୁ ନେଇ 2025ରୁ ନେଇ 11 ମାର୍ଚ୍ଚ 2026 ଯାଏଁ ବକ୍ରି ଭାବରେ ଗୋଚର କରିବେ। ତା ସହିତ 12 ଜୁନ୍ଠୁ ନେଇକି 5 ଜୁଲାଇ ଯାଏଁ ଅଷ୍ଟ ହେଇକି ଗୋଚର କରିବେ। ଏହି ସବୁର ପ୍ରଭାବ କର୍କଟ ରାଶିର ବ୍ୟକ୍ତିମାନଙ୍କ ଉପରେ କିଭଳି ରହିବ ସେଇ ବିଷୟରେ ଆଜି ଆମେ ଡିଟେଲ୍ସରେ ତ ଆଲୋଚନା କରିବା। ତା ପୂର୍ବରୁ ସବୁଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଯଦି ଆମେ କର୍କଟ ରାଶି କଥା କହିବା ତାହେଲେ କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ମୁଁ ଯେମିତି ପୂର୍ବରୁ କହିଲି କି ବୃହସ୍ପତି ଦ୍ୱାଦଶ ଭାବରେ ଗୋଚର କରିବେ। ବୃହସ୍ପତି ଦ୍ୱାଦଶ ଭାବରେ ଗୋଚର କରିବା ସମୟରେ ସିଏ ତାଙ୍କ ଦୃଷ୍ଟି ଚତୁର୍ଥ ଭାବ, ଷଷ୍ଠ ଭାବ ଏବଂ ଅଷ୍ଟମ ଭାବରେ ପକେଇବେ। ଏହାଦ୍ୱାରା ଆପଣମାନଙ୍କର କର୍କଟ ରାଶିର ବ୍ୟକ୍ତିମାନଙ୍କର ଦ୍ୱାଦଶ ଭାବ ସହିତ ଚତୁର୍ଥ, ଷଷ୍ଠ ଏବଂ ଅଷ୍ଟମ ଭାବ ମଧ୍ୟ ପ୍ରଭାବିତ ହେବ। ତା ସହିତ ଆଉ ଗୋଟେ କଥା ହେଲା କି ବୃହସ୍ପତି ହେଉଛନ୍ତି ଆପଣମାନଙ୍କ ଷଷ୍ଠ ଏବଂ ନବମ ଭାବର ଅଧିପତି ଅଟନ୍ତି। ତ ଷଷ୍ଠ ଏବଂ ନବମ ଭାବର ଅଧିପତି ହୋଇ ଦ୍ୱାଦଶ ଭାବରେ ଗୋଚର କରିଥିବାରୁ ଏହି ଗୋଚର ସମୟ ଆପଣମାନଙ୍କ ପାଇଁ ଟିକେ ସଂଘର୍ଷପୂର୍ଣ୍ଣ ରହିବ। ତା ସହିତ ଯେହେତୁ ଗୁରୁଙ୍କର ପଞ୍ଚମ ଦୃଷ୍ଟି ଆପଣମାନଙ୍କ ଚତୁର୍ଥ ଭାବରେ ପଡ଼ୁଛି, ଆପଣମାନଙ୍କ ମାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆପଣମାନେ ଏହି ସମୟରେ ଦେଖିବେ କି ଘର ପାଇଁ ଖର୍ଚ୍ଚ କରିକି ସେଥିରେ ଖୁସି ଲାଭ କରିପାରିବେ। ତା ସହିତ ଧାର୍ମିକତା ଏବଂ ଭଲ ଜାଗାରେ ଖର୍ଚ୍ଚ ମଧ୍ୟ କରିବେ। ତା ସହିତ ଆପଣମାନଙ୍କ ମାଙ୍କ ମନରେ ମଧ୍ୟ ଧାର୍ମିକତା ଭାବନାର ବୃଦ୍ଧି ଘଟିବ। ଏହି ସମୟରେ ଆପଣମାନଙ୍କୁ ବିଦେଶ ଯିବା ପାଇଁ ଗୁରୁ ସପୋର୍ଟ କରିବେ। ତା ସହିତ 18 ମେରେ ରାହୁ ଅଷ୍ଟମ ଭାବରେ ଗୋଚର କରି ମଧ୍ୟ ଆପଣମାନଙ୍କୁ ବିଦେଶ ଯିବା ପାଇଁ ସପୋର୍ଟ କରିବେ ଏବଂ ବିଦେଶରୁ ଲାଭ ମଧ୍ୟ ଦେବେ। କିନ୍ତୁ ଏହି ସମୟରେ ଆପଣମାନେ ଦେଖିବେ କି 12 ଜୁନ୍ରୁ ନେଇକି 5 ଜୁଲାଇ ଯାଏଁ ଯେତେବେଳେ ଆପଣମାନଙ୍କର ବୃହସ୍ପତି ଅଷ୍ଟ ଅବସ୍ଥାକୁ ଆସିବେ ସେତେବେଳେ ଆପଣମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଆପଣମାନଙ୍କୁ ରୋଗ ହେଇପାରେ ଏବଂ ତା ପୂର୍ବରୁ କହିବାକୁ ଚାହିଁକି 14 ମେ ପରେ ଆପଣମାନେ ଦେଖିବେ କି ଆପଣମାନେ ଯେଉଁ ଯାତ୍ରା କରୁଛନ୍ତି ସେଥିରେ କଷ୍ଟ ପାଇପାରନ୍ତି, ସନ୍ତାନଙ୍କ ଠାରୁ ଦୂରରେ ରହିବାକୁ ଆପଣମାନଙ୍କୁ ପଡ଼ିପାରେ ଏବଂ ବହୁତ ଖର୍ଚ୍ଚ ମଧ୍ୟ କରିପାରନ୍ତି, ଯେଉଁ ଖର୍ଚ୍ଚ କି ଆପଣ ଭାବିନଥିବେ କିନ୍ତୁ ବହୁ ମାତ୍ରାରେ ଖର୍ଚ୍ଚ ହେବ। ତା ସହିତ 11 ନଭେମ୍ବରରୁ ନେଇକି 11 ମାର୍ଚ୍ଚ 2026 ଯାଏଁ ଯେତେବେଳେ ବୃହସ୍ପତି ବକ୍ରି ହେବେ ସେତେବେଳେ ଏହି ସମୟରେ ଦେଖିବେ କି ଆପଣମାନଙ୍କ ସଦାଚାରରେ କମି ଆସିବ। ଆପଣ ନିଜ ଲୋକମାନେ ଧୋକା ଦେଇପାରନ୍ତି, ଆପଣମାନଙ୍କୁ କରେଣ୍ଟ ଲାଗିପାରେ, ତା ପ୍ରତି ବିଶେଷ ଧ୍ୟାନ ଦେବେ। ତା ସହିତ ଆପଣମାନେ ଏହି ସମୟରେ କାମରେ ବାହାରକୁ ଯାଇପାରନ୍ତି, କ୍ୟାରିୟର କର୍ମକ୍ଷେତ୍ର ଭଲ ରହିବ, ଭଗବାନଙ୍କ କୃପାରୁ ସବୁ ବାଧାବିଘ୍ନ ମଧ୍ୟ ଦୂର ହେବ। କିନ୍ତୁ ପରିବାର ହେଉ ବା ସ୍ତ୍ରୀ ହେଉ, ସ୍ୱାମୀ ହେଉ ବା ସନ୍ତାନ ହେଉ ତାଙ୍କ ସହିତ ମତଭେଦ ଆପଣମାନଙ୍କର ହେଇପାରେ। ଧାର୍ମିକ କାର୍ଯ୍ୟରେ ବହୁତ ଖର୍ଚ୍ଚ କରିପାରନ୍ତି, ମାଙ୍ଗଳିକ କାର୍ଯ୍ୟରେ ବହୁତ ଖର୍ଚ୍ଚ କରିପାରନ୍ତି, ଯେଉଁଥିପାଇଁ କି ଆପଣମାନଙ୍କୁ ଆର୍ଥିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିବ। ଏହି ଗୁରୁଙ୍କ ବକ୍ରି ସମୟରେ ଅର୍ଥାତ୍ ଆପଣମାନେ ଯେତେବେଳେ 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ଯାଏଁ ଗୁରୁ ବକ୍ରି ରହିବେ ସେତେବେଳେ ଆପଣମାନେ ଜ୍ୟୋତିଷ ଆଧ୍ୟାତ୍ମିକତା ଆଡ଼େ ମନ ବଳେଇବେ, ତାକୁ ନିଜ ଜୀବନରେ ଆପଣେଇବେ। କିନ୍ତୁ ଆପଣମାନେ ଏହି ସମୟରେ କୌଣସି ସମ୍ପତ୍ତିକୁ ନେଇକି ଫସି ଯାଇପାରନ୍ତି, ସେଥିପାଇଁ
କୌଣସି ସମ୍ପତ୍ତିରେ ପଇସା ଲଗାଇବା ଆଗରୁ 100 ଥର ଭାବନ୍ତୁ। ତା ସହିତ ଆପଣମାନେ କୌଣସି ଘର ବା ଦୋକାନ କିଣିବା ହେଉ ବା ମରାମତି ପାଇଁ ହେଉ ବହୁତ ପଇସା ଖର୍ଚ୍ଚ ତା ଉପରେ କରିପାରନ୍ତି ଏବଂ ମିତ୍ରଙ୍କର ଆରୋପ ଯୋଗୁଁ ମନ ଦୁଃଖ ମଧ୍ୟ ହେଇପାରେ। ତା ସହିତ ଏହି ସମୟରେ ବୈବାହିକ ଜୀବନରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ପାଇବା ବଢ଼ିବ। ଯେଉଁମାନେ ବିବାହ କରିନାହାନ୍ତି ତାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ତାଙ୍କ ପ୍ରେମ ଆଗକୁ ବଢ଼ିବ। ପ୍ରେମ ବିବାହ ଯାଏଁ ଆପଣମାନେ କଥାକୁ ଆଗକୁ ନେଇପାରନ୍ତି। ତା ସହିତ ଆପଣମାନଙ୍କର କୌଣସି ଘରେ ବିବାହ ହେଇପାରେ, ସନ୍ତାନ ବା ପିଲାଛୁଆ ଜନ୍ମ ହେଇପାରନ୍ତି। କିନ୍ତୁ 14 ମେ ପରେ ଆପଣମାନଙ୍କର ବଡ଼ ଭାଇ ଭଉଣୀଙ୍କ ସହିତ ବିଚାରରେ ମତଭେଦ ଦେଖିବାକୁ ମିଳିପାରେ। ତା ସହିତ ଯେଉଁମାନେ ବିରୋଧୀ ଅଛନ୍ତି ତାଙ୍କ ସହିତ ଭଲ ବ୍ୟବହାର ରହିବ। କିନ୍ତୁ 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ଯେତେବେଳେ ଗୁରୁ ବକ୍ରି ହେବେ ସେତେବେଳେ ତା ସହିତ ରୋଗ ଋଣ ତା ସହିତ ଆଗମନ ହେବ ଆପଣମାନଙ୍କର। ସେଥିପାଇଁ ଟିକେ ସତର୍କ ରହିବେ। ଗୁରୁ ବକ୍ରି ହେଲା ପରେ ଆପଣମାନେ ନିଜ ପରିବାର ଲୋକଙ୍କୁ ଗୋଟେ ଲିମିଟ୍ ଯାଏଁ ହିଁ ସାହାଯ୍ୟ କରନ୍ତୁ, ନହେଲେ ପରେ ଗଡ଼ବଡ଼ ହେଇପାରେ। ତା ସହିତ ଆପଣମାନେ ଯେଉଁମାନେ କର୍କଟ ରାଶିର ବ୍ୟକ୍ତି ଅଛନ୍ତି ସେମାନେ 14 ମେ ପରେ ଶିକ୍ଷାରେ ଭଲ ଫଳ ପାଇବେ। ଖାସ୍ କରିକି ଯେଉଁମାନେ ରିସର୍ଚ୍ଚ ବେସ୍ଡ ଆଉ ଫାଇନାନ୍ସ ବେସ୍ଡ ପାଠ ପଢ଼ୁଛନ୍ତି ତାଙ୍କ ପାଇଁ ଭଲ ରହିବ। ଯେଉଁମାନେ କମ୍ପିଟେଟିଭ୍ ପରୀକ୍ଷା ଦେଉଛନ୍ତି ତାଙ୍କ ପାଇଁ ବି ମଧ୍ୟ ଭଲ ଅଛି ସମୟ। ତା ସହିତ ଯେଉଁମାନେ IT ରୋବୋଟିକ୍ ତା ସହିତ ଇଲେକ୍ଟ୍ରୋନିକ୍ସ ଫିଲ୍ଡରେ ଅଛନ୍ତି ତାଙ୍କ ପାଇଁ ମଧ୍ୟ ଶିକ୍ଷା କ୍ଷେତ୍ରରେ ଭଲ ଫଳ ମିଳିବ। କିନ୍ତୁ ଏହି ଗୁରୁ ବକ୍ରି ସମୟରେ ଆପଣମାନଙ୍କୁ କୌଣସି ପୁରୁଣା ରୋଗ ଧରିପାରେ, ଯାହା ପାଇଁକି ଆପଣମାନେ ବହୁତ ଖର୍ଚ୍ଚ କରିବେ ଏବଂ ତା ଯୋଗୁଁ ଆପଣମାନଙ୍କୁ କୌଣସି ଆର୍ଥିକ ସମସ୍ୟା ମଧ୍ୟ ଏହି ଖର୍ଚ୍ଚ ଯୋଗୁଁ ଆର୍ଥିକ ସମସ୍ୟା ମଧ୍ୟ ଦେଖିବାକୁ ପଡ଼ିପାରେ। ଯେଉଁମାନେ PhD ବା ଗୁପ୍ତ ଜ୍ଞାନ ପାଇବାକୁ ଚାହୁଁଛନ୍ତି ତାଙ୍କ ପାଇଁ ମଧ୍ୟ ସମୟ ଭଲ ରହିଛି। ଯଦି ହାୟର ଷ୍ଟଡି ପାଇଁ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି ତାହେଲେ ଆପଣମାନଙ୍କ ପାଇଁ ଗୁରୁ ସପୋର୍ଟ କରିବେ। ଏ ତ ଥିଲା ଗୁରୁଙ୍କର ରାଶି ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ କିପରି ରହିବ। ଆଶା କରିବି କି ମୁଁ ଯାହା କହିଲି ଆପଣମାନେ ଠିକ୍ରେ ବୁଝିପାରିଥିବେ। ଆଉ ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ନିହାତି ରୂପେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ତ ଜମା ଭୁଲନ୍ତୁନି। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।